ଆଜ୍ଞା ଯୋଉ ମେଣ୍ଟ ହଉଛି ଆପଣ ନାଁ କଣ କହୁଛନ୍ତି? ଧନେଶ୍ୱର ମଲ୍ଲିକ ଘର କୁଆମା। ଆଜ୍ଞା ଠିକ ନା ଭୁଲ? ଠିକ ନୁହେଁ କାହିଁକି ଠିକ ନୁହେଁ? ଆଜ୍ଞା ଦେଖନ୍ତୁ ଯଦି ବିଜେପି ବିଜେଡ଼ି ମେଣ୍ଟ ହେଇଯାଏ ଇଏ ମଳିମୁଣ୍ଡିଆ ସବୁ ତଳେ ପଡ଼ିଯିବେ। ଏଠି ବିରୋଧ କରିବା ପାଇଁ କେହି ରହିବେନି। ଆଜ୍ଞା କଂଗ୍ରେସ ତ କମ୍ ବହୁତ କି ନାହିଁ ଜାଣ ଏଠି ବିଜେପି ଆଉ ବିଜେଡ଼ି ଚାଲିଛି। ଯଦି ମେଣ୍ଟ ହେଇଗଲା ଇଏ ତ ସବୁ ସର୍ବସ୍ୱ ଗୋଟିଏ ତରଫରେ ଚାଲିଲା। ଆଉ କିଏ କାହାକୁ ଜାଣିବ ଯେ କ'ଣ ଆଇଲା କି ନ ଆଇଲା। ଏଇ ଯେଉଁଟା ପ୍ରକାଶ ହେଉଛି ଜିନିଷ ଗୁଡ଼ାକ ଆସୁଛି ସମସ୍ତେ ଜାଣିପାରୁଛନ୍ତି କାହିଁକି ନା କଣ୍ଟେଷ୍ଟଟା ହେଉଛି। ଯଦି ମେଣ୍ଟ ହେଇଗଲା ତାହେଲେ ଜାଣିବ କିଏ? ଆଉ ତାପରେ ବି ଜନସାଧାରଣ ଏବେ ବି ଯାଉଛନ୍ତି ଯେଉଁମାନେ ଇଏ ୟା କତିକି ଯାଆନ୍ତୁ କି ତା କତିକି ଯାଆନ୍ତୁ କିଛିଟା ପାଇପାରୁଛନ୍ତି। ଯେତେବେଳେ ମେଣ୍ଟ ହେଇଯିବ ତାପରେ ଆଉ କିଏ କ'ଣ ପାଇବ? କିଛି ପାଇବାର ନାହିଁ। ନବୀନ ବାବୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ଞା ଇଏ ଦି ଜଣଙ୍କର ସମ୍ପର୍କ ବାବଦରେ ଆପଣ ଅବଗତ ନାହାନ୍ତି କି? ହଁ ଅବଗତ ଅଛି। ଭଲ ନେତା କିନ୍ତୁ ତଳ କର୍ମଚାରୀ ନେତା କ'ଣ ରଖୁଛନ୍ତି ନା କିଛି? କିନ୍ତୁ ମେଣ୍ଟ ହେବା ଉଚିତ ନୁହେଁ। ଉଚିତ ନୁହେଁ ଆଦୌ ଉଚିତ ନୁହେଁ। ନା ମେଣ୍ଟ କ'ଣ ଭଲ ଆପଣ କଣ ଭଲ? ଆମେ ବାବୁ କିଛି କହିବୁନି। ଆମେ କଂଗ୍ରେସ ଲୋକ, ଆମକୁ ପଚାରିଲେ ଆମେ କ'ଣ କହିବୁ? ଆପଣ କଂଗ୍ରେସ ଲୋକ? ହଁ। ବହୁତ ସୁନ୍ଦର କଥା। ଆପଣଙ୍କ ଦଳ କଣ କରିବ ଏଥରକ? ଆମ ଦଳ କ'ଣ କର? ଆମେ ତ ପଡ଼ିକି ରହିଛୁ ସେଭଳିଆ। ଆମ ଦଳ ଅଛି କୋଉଠି? ଆପଣଙ୍କ ଦଳ ତ ସବୁ ହଜାରେ ଭୋଟ ପାଇছে। ବାସ୍ କେମିତି ହବ? ଦେଖିବା ଏଥର କ'ଣ ହେଉଛି। ଏଥର ପଢ଼ନ୍ତୁ କ'ଣ କରୁଛନ୍ତି ସବୁ ଭଲ। ଆମେ ତ ଚେଷ୍ଟା କରୁଛୁ କିନ୍ତୁ ପଢ଼ିବ। ଆପଣ ବଢିବେ? ହଁ ବଢ଼ିବୁ ନା ଆଉ ନିଶ୍ଚୟ ବଢିବେ। ନିଶ୍ଚିତ ଆଉ ତାହେଲେ ରାଜ୍ୟରେ କଂଗ୍ରେସ ସରକାର ହବ? ହବ ନିଶ୍ଚିତ ହବ। ହବ। ଧନ୍ୟବାଦ। ସାର୍ ମେଣ୍ଟ ହବା ଠିକ ନା ଭୁଲ? ନିଶ୍ଚିତ ହେବା ଦରକାର। ନିଶ୍ଚିତ ହବା ଦରକାର। କାହିଁକି ଆଜ୍ଞା କୁହନ୍ତୁ? ଭାଇ ଭାଇ ଭିତରେ ସମ୍ପର୍କ ରଖିକି କାମ କରିବା ଦରକାର। ଭାଇ ଭାଇ ଭିତରେ? ହଁ କେନ୍ଦ୍ରରେ ମୋଦି ଆଉ ନବୀନ ତାହେଲେ ଆପଣଙ୍କ ମତ ତାଙ୍କର ହଁ ଏଥର ରାଜ୍ୟର ବିକାଶ ବୋଲି ଆପଣ ହବ। ହଁ ଧନ୍ୟବାଦ। ସାର୍ ଆପଣ କଣ କହୁଛନ୍ତି? ହଁ ସେ ଯେଉଁଟା କହିଲେ ଠିକ୍ ମିଶିକି ରହିଲେ ଭଲ। କେନ୍ଦ୍ରରେ ଯେତେବେଳେ ଅଛି ମୋଦି ସରକାର, ଏଠି ନବୀନ ସରକାର, ତାଙ୍କ ଦୁଇ ଜଣଙ୍କ ଭିତରେ ସବୁ ସମ୍ପର୍କ ରହିଲେ ରାଜ୍ୟର ବି ଭଲ ହେବ, କାମ ହେବ, ଭଲ ମନ୍ଦ ହେବ। କେନ୍ଦ୍ରରେ ଦେବ ସାହାଯ୍ୟ ଦେଖେଇବ, ଓଡ଼ିଶାର କିଛି କାମ ହେବ, ବିକାଶ ହେବ। ଆଜ୍ଞା ଆପଣ କଣ କହୁଛନ୍ତି? ମେଣ୍ଟ ହେଲେ ଠିକ ଆଜ୍ଞା ବିଜେପିର ମେଣ୍ଟ ହେଲେ ଠିକ ହବ ତ? ଏଇଟା କେମିତି ଠିକ୍ ହେବ? ଅଲଗା ଅଲଗା ଲଢ଼ୁଥିଲେ ପୁଣି ମେଣ୍ଟ କାହିଁକି କଲେ? କାରଣ କଣ? ଆପଣ କଣ ଚାହୁଁଛନ୍ତି? ମେଣ୍ଟ ହେବାଟା ଭଲ ନୁହେଁ। ମେଣ୍ଟ ହେବାଟା ଭଲ ନୁହେଁ। ଧନ୍ୟବାଦ। ଆପଣ କଣ କହିବେ? ମେଣ୍ଟ ହେବା ଭଲ ନା ଖରାପ? ମେଣ୍ଟ ହେବା ଭଲ। ଭଲ ଭଲ ହେଲେ କଣ ଲାଭ ଅଛି ଆପଣଙ୍କ? ସେ ମୋଦି ସେଠି ରହିଲେ ସେଣ୍ଟର, ଏଠି ନବୀନ ରହିଲେ ବହୁତ ଭଲ। ପୁରା ମୋଦି ରହିବେ। ହଁ ରାଜ୍ୟରେ ନବୀନ ରହିବେ। ହଁ ହଁ। ଆଜ୍ଞା ମେଣ୍ଟ ହେଲେ ଭଲ ନା ଖରାପ? ଭଲ ଭଲ। ଆମେ ଚାହୁଁଛୁ ଉପରେ ମୋଦି ରହୁ ସେଣ୍ଟରର, ଆମ ଓଡ଼ିଶାରେ ନବୀନ ରହୁ। ଆପଣ ନାଁଟା କଣ? ଗୌର ହରିଜନ।